ଆଚରଣ ବିଧି କ'ଣ? ଆଦର୍ଶ ଆଚରଣ ବିଧି କ'ଣ? ଆସନ୍ତୁ ଜାଣିବା। ଆଦର୍ଶ ଆଚରଣ ବିଧି ପ୍ରଥମେ 1960 ମସିହାରେ କେରଳ ବିଧାନସଭା ନିର୍ବାଚନରେ ଲାଗୁ କରାଯାଇଥିଲା। ଏହି ଆଚରଣ ବିଧିକୁ 1962 ଲୋକସଭା ନିର୍ବାଚନରେ ଦେଶବ୍ୟାପୀ କାର୍ଯ୍ୟକାରୀ କରାଗଲା। 1960 ଦଶକର ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ମୁଖ୍ୟ ନିର୍ବାଚନ ଆୟୁକ୍ତ ଟି.ଏନ୍. ଶେଷାନଙ୍କ ସମୟରେ ଏ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିଲା। ସେହିଦିନଠାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଭୋଟ ଗଣତି ଦିନ ପର୍ଯ୍ୟନ୍ତ ଏହା ଚାଲୁ ରହିବ। ପ୍ରାୟ 2.5 ମାସ ଧରି ପ୍ରାର୍ଥୀ ଓ ଦଳମାନେ କେତେ ଖର୍ଚ୍ଚ କରିବେ ଏସବୁର କଡ଼ାକଡ଼ି ହିସାବ ରହିବ ଓ ନିର୍ବାଚନ କର୍ତ୍ତୃପକ୍ଷ ନିକଟରେ ଦାଖଲ ହେବ। ପ୍ରାର୍ଥୀମାନେ କେତେ ଗାଡ଼ି ବ୍ୟବହାର କରିବେ, କେତେ ସମୟ ଡାକବାଜି ଯନ୍ତ୍ର ବ୍ୟବହାର କରିପାରିବେ, କେଉଁ ଆକାରର ବ୍ୟାନର ଲଗାଇ ପାରିବେ, ସଭା ବା ଶୋଭା ଯାତ୍ରା କଲେ କିପରି ଅନୁମତି ନେବେ ଏସବୁର ବିଷୟରେ ମଧ୍ୟ କଟକଣା ରହିବ। ଆଦର୍ଶ ଆଚରଣ ବିଧିର କେତେକ ବ୍ୟବସ୍ଥାକୁ ଭାରତୀୟ ପିଙ୍ଗଳ କୋଡ଼ 1860, ଦଣ୍ଡବିଧି କୋଡ଼ 1973, ଲୋକପ୍ରତିନିଧି ଆଇନ 1951ର ବିଭିନ୍ନ ବ୍ୟବସ୍ଥା ଅନୁଯାୟୀ ବାଧ୍ୟତାମୂଳକ ଭାବରେ ଲାଗୁ କରାଯାଇପାରିବ। ଏସବୁଥିରୁ ଏକ ଧାରଣା ହେବ ଯେ ନିର୍ବାଚନ ଆଚରଣ ବିଧିକୁ ଅକ୍ଷରେ ଅକ୍ଷରେ ପାଳନ କରି ନିର୍ବାଚନକୁ ନିରପେକ୍ଷ, ଶୃଙ୍ଖଳିତ, ଶାନ୍ତିପୂର୍ଣ୍ଣ ଭାବରେ ପରିଚାଳନା କରିବା ପାଇଁ ପ୍ରଶାସନିକ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ସମାପ୍ତ। ଜୟ ଜଗନ୍ନାଥ। ନମସ୍କାର।